ଜୟଗୁରୁ। ପରମ କଲ୍ୟାଣମୟ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ପାଦପଦ୍ମରେ ଅନନ୍ତ କୋଟି ପ୍ରଣାମ ଜଣାଇ ଆରମ୍ଭ କରୁଛୁ ନିଗମ ଦର୍ପଣର ଆଜିର ଅଧ୍ୟାୟଟି। ଏହି ଅଧ୍ୟାୟ ଗୁଡ଼ିକୁ ଗଭୀର ଶ୍ରଦ୍ଧା ଏବଂ ସମ୍ମାନର ସହିତ ଆଗେଇ ନେଉଥିବା ଆମର ସମସ୍ତ ପ୍ରିୟ ମା ଭାଇ ଓ ଶ୍ରୋତାବନ୍ଧୁମାନଙ୍କୁ ଜୟଗୁରୁ ପ୍ରୀତି ସମ୍ଭାଷଣ ସହ ଅନ୍ତରଭରା ସ୍ୱାଗତ ଜଣାଉଛୁ। ପରମ ପ୍ରେମମୟ ଠାକୁର ମହାରାଜ କହିଛନ୍ତି, ଭଗବତ ସାରୂପ୍ୟ ଲାଭ କରିବାକୁ ହେଲେ ଭଗବାନଙ୍କର ଜଗତ ସେବାର ଆଦର୍ଶ ଭକ୍ତର ଲକ୍ଷ୍ୟ ହେବା ଉଚିତ। ଭଗବାନଙ୍କ ନିମିତ୍ତ ବ୍ୟାକୁଳ ହୋଇ ପାଗଳ ନହେଲେ ସେ କ'ଣ ମିଳିବେ? ବ୍ୟାକୁଳତା ହିଁ ଭଗବାନଙ୍କୁ ଲାଭ କରିବାର ଏକମାତ୍ର ପଥ। ଏହି ବିରହ ଅଗ୍ନିରେ ମାନବତ୍ୱ ଯେତେ ପରିମାଣରେ ଦଗ୍ଧ ହେବ, ଭାବମୟ ଦେହ ସେତିକି ପୁଷ୍ଟ ହୋଇ ଭଗବାନଙ୍କ ସଙ୍ଗ ସୁଖ ଲାଭ ହେବ ଏବଂ ଅନ୍ତିମରେ ପ୍ରେମ ସେବତ୍ୱର ଗତି ପ୍ରାପ୍ତ ହେବ। ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଭଗବାନଙ୍କ ଅତି ପ୍ରିୟ ଭକ୍ତ ସୁରଦାସଙ୍କ କଥା। ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୋଟିଏ କୁଳୀନ ବ୍ରାହ୍ମଣ ପରିବାରରେ ସୁରଦାସଙ୍କ ଜନ୍ମ ହୋଇଥିଲା। ସେ ଜନ୍ମାନ୍ଧ ଥିଲେ। ଏହି ଜନ୍ମାନ୍ଧ ବିଷୟରେ ଗୋଟେ ସୁନ୍ଦର କାହାଣୀ ଅଛି, ତାକୁ ମୁଁ ସଂକ୍ଷେପରେ କହିଦେଉଛି। ରାଧାଙ୍କର ପ୍ରିୟ ସଖୀ ଲଳିତାଙ୍କ ଅଭିଶାପରେ ଭକ୍ତ ଉଦ୍ଧବ ଜନ୍ମାନ୍ଧ ହୋଇ ସୁରଦାସ ରୂପରେ ଜନ୍ମ ଗ୍ରହଣ କରିଥିଲେ। ସେ ଖାଲି ଜନ୍ମାନ୍ଧ ନଥିଲେ, ପିତା ମାତା ତାଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କଲେ। କାରଣ ଅନ୍ଧପୁତ୍ର ପାଇ କିଏ ବା ସୁଖୀ ହେବ? ତା ସହିତ ଦୁର୍ଭାଗ୍ୟବଶତଃ ସେ ଜନ୍ମ ହେବା ପରେ ପିତାଙ୍କର ଆର୍ଥିକ ଅବସ୍ଥା ଖୁବ୍ ଶୋଚନୀୟ ହୋଇଗଲା। ତେଣୁ ପିତା ତାଙ୍କୁ ଆଶୀର୍ବାଦ ବଦଳେ ତାଙ୍କ ଜୀବନରେ ପୁତ୍ର ଅଭିଶାପ ବୋଲି ସବୁବେଳେ ଚିନ୍ତା କଲେ। କିନ୍ତୁ ସୁରଦାସ ଅନ୍ଧ ଥିଲେ, ପିତାଙ୍କର ଅନ୍ତର୍ଦୃଷ୍ଟି ଖୁବ୍ ତୀକ୍ଷ୍ଣ ଥିଲା। ସେ ସବୁ କିଛି ଅନ୍ତରରେ ଦେଖିପାରୁଥିଲେ। ସେଥିପାଇଁ ପିଲାଦିନରୁ ତାଙ୍କର ବହୁତ ଗୁଡ଼ିଏ ଅଲୌକିକ ଘଟଣା ତାଙ୍କ ସାଥିରେ ଘଟିଥିଲା। ତାଙ୍କୁ ଯେତେବେଳେ 5 ବର୍ଷ ହୋଇଥିଲା, ଜଣେ ଯଜମାନ ଆଣି ପିତାଙ୍କୁ 2ଟି ସ୍ୱର୍ଣ୍ଣ ମୁଦ୍ରା ଦେଇଥିଲେ। ତାଙ୍କ ଦାରିଦ୍ର୍ୟ ଜୀବନରେ ସେ ସ୍ୱର୍ଣ୍ଣ ମୁଦ୍ରା 2ଟି କେତେ ଯେ ମହତ୍ଵ ରଖିଥିଲା କେବଳ ସେଇ ବୁଝିଥିଲେ। ତେଣୁ ଖୁବ୍ ଖୁସିରେ ସେ ଗୋଟିଏ କପଡ଼ାରେ ବାନ୍ଧି ସ୍ୱର୍ଣ୍ଣ ମୁଦ୍ରା 2ଟିକି ନେଇ ଘରର ଗୋଟିଏ ଥାକରେ ରଖିଦେଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସକାଳୁ ଯେତେବେଳେ ଖୋଜିଲେ ଆଦୌ ପାଇଲେନି। ସ୍ୱର୍ଣ୍ଣ ମୁଦ୍ରା 2ଟି କେଉଁଠି ନ ପାଇ ବହୁତ ମର୍ମାହତ ହୋଇ ବସି କାନ୍ଦିଲେ। ପିତାଙ୍କର କାନ୍ଦ ଶୁଣି ସୁରଦାସ କହିଲେ, ପିତାଜୀ, ତମେ ଏତେ ବ୍ୟସ୍ତ କାହିଁ ପଡ଼ୁଛ? ଯିଏ ଜୀବନ ଦେଇଛି ସେ ଜୀବନ ଧାରଣର ସାଧନ କରେଇଛି, ତେଣୁ କାହିଁ ଏତେ ବ୍ୟସ୍ତ ହେଉଛ? ଏ କଥା କିନ୍ତୁ ପିତାଙ୍କୁ ଅଗ୍ନିରେ ଘିଅ ସଂଯୋଗ କଲା ଭଳି କ୍ରୋଧାନ୍ୱିତ କରାଇଦେଲା। ସେ କ୍ରୋଧବଶତଃ ସୁରଦାସକୁ ନାନା ଅକଥ୍ୟ ଭାଷାରେ ଗାଳି ଦେଲେ। ସେଥିରେ ତିଳେ ମାତ୍ର ମର୍ମାହତ ହେଲେନି ସୁରଦାସ। ସୁରଦାସ କହିଲେ, ଏତେ ବ୍ୟସ୍ତ ହୁଅନି, ତୁମର ସ୍ୱର୍ଣ୍ଣ ମୁଦ୍ରା କେଉଁଠି ଅଛି ମୁଁ କହିଦେବି, କିନ୍ତୁ ଗୋଟେ ସର୍ତ୍ତ, ତୁମେ ସଂକଳ୍ପ କର, ମୁଁ ଯାହା କହିବି ତୁମେ ରାଜି ହେବ। ସ୍ୱର୍ଣ୍ଣ ମୁଦ୍ରା ପାଇବା ଲୋଭରେ ପିତା ସଂକଳ୍ପ କରିଦେଲେ। ସ୍ୱର୍ଣ୍ଣ ମୁଦ୍ରାର ସ୍ଥାନ ସୁରଦାସ କହିଦେଲେ। ପିତା ସ୍ୱର୍ଣ୍ଣ ମୁଦ୍ରା 2ଟି ପାଇ ଅତି ଆହ୍ଲାଦିତ ହୋଇଗଲେ। ଏଥର ସୁରଦାସ କହିଲେ, ତୁମ ସଂକଳ୍ପ ତୁମେ ରକ୍ଷା କର, ମୁଁ ଭଗବାନଙ୍କୁ ପାଇବା ପାଇଁ ଗୃହତ୍ୟାଗ କରି ଯାଉଛି। ସ୍ୱର୍ଣ୍ଣ ମୁଦ୍ରା ଆଗରେ ଅନ୍ଧପୁତ୍ରର ଗୃହତ୍ୟାଗ ପିତାଙ୍କୁ ବାଧିଲାନି। ବାସ୍ ସୁରଦାସ ହରିଙ୍କ ନାମ ନେଇ ଘରୁ ବାହାରିଗଲେ। ପଥ କ'ଣ ସେ ଜାଣନ୍ତିନି। କଥା ଅଛି, ସାଧୁ ସନ୍ନ୍ୟାସୀମାନେ ଯେଉଁଠି ପାଦ ପକାନ୍ତି ସେଇଠି ହିଁ ତାଙ୍କ ପାଇଁ ପଥ ନିର୍ମାଣ ହୋଇଯାଏ। ସୁରଦାସଙ୍କ ଜୀବନରେ ସେଇଆ ଘଟିଲା। ସେ କିଛି ବାଟ ଗଲା ପରେ ଯମୁନା କୂଳରେ ଗୋଟେ ଅଶ୍ୱସ୍ଥ ବୃକ୍ଷ ମୂଳେ ଭଜନ ଆରମ୍ଭ କରିଦେଲେ। ତାଙ୍କ ଭଜନର ମାଧୁର୍ଯ୍ୟରେ ଗ୍ରାମବାସୀମାନେ ଆସି ପହଞ୍ଚିଗଲେ। ଦେଖିଲେ ସନ୍ନ୍ୟାସୀ, ଖାଦ୍ୟ ନାହିଁ, ତେଣୁ ସମସ୍ତେ ପରସ୍ପର ଘରୁ ଖାଦ୍ୟ ଆଣି ଯୋଗାଇ ଦେଲେ। ବାସ୍ ଖାଦ୍ୟ ବ୍ୟବସ୍ଥା ହୋଇଗଲା। ତାପରେ ଆଉ ଗୋଟିଏ ଅଲୌକ୍ୟ ଘଟଣାରେ ତାଙ୍କର ବାସଟି ମଧ୍ୟ ହୋଇଗଲା। ଜଣେ ମଇଁଷିଆଳ ଛୁଆ ମଇଁଷି ଜଗୁଥିଲା, ଗୋଟିଏ ମଇଁଷି ହଜିଗଲା ତାର।
ସୁରଦାସ ସେ ମଇଁଷିଟିକି ମିଳେଇ ଦେଲେ। ମଇଁଷିଆଳ ମାଲିକ ଆଗରେ ସବୁ କହିଲା ପରେ ମାଲିକ ଆସି ସୁରଦାସ ପାଇଁ ଗୋଟିଏ ଘରଟିଏ ତିଆରି କରିଦେଇଥିଲା। ବାସ ହୋଇଗଲା, ଖାଦ୍ୟ ହୋଇଗଲା। ତାପରେ ସୁରଦାସଙ୍କ ଭଜନ ଆହୁରି ବଢ଼ିଗଲା। ଆହୁରି ବ୍ୟାକୁଳ ଭାବରେ ତାଙ୍କ ଭଜନ ସେ ଗାଇ ଚାଲିଲେ। ତାଙ୍କ ଭଜନର ସ୍ତୁତି ଚାରିଆଡ଼େ ବିଚ୍ଛୁରିତ ହୋଇଗଲା। ବହୁ ଦୂରରୁ ଲୋକ ସମାଗମ ଲାଗିଲା। ଲୋକ ସମାଗମ ତାଙ୍କୁ ସୁରଦାସରୁ ସୁରସ୍ୱାମୀ ବନେଇଦେଲା। ଏଇଥିରେ ସୁରଦାସ ମଧ୍ୟ ଉଦ୍ବୁଦ୍ଧ ହୋଇ ଚାଲିଲେ। ଏପଟେ ଭଗବାନ ଦେଖିଲେ ତାଙ୍କର ପ୍ରିୟ ଭକ୍ତ ତାଙ୍କୁ ପାଇବା ବ୍ୟାକୁଳତାରେ ଗୃହ ଛାଡ଼ି ଆସିଥିଲା, କିନ୍ତୁ ଏଠି ଆସି ଖୁବ୍ ବନ୍ଧନରେ ବାନ୍ଧି ହୋଇଗଲାଣି, ଦୂରେଇ ଗଲାଣି ତାଙ୍କଠୁ। ତେଣୁ ଭଗବାନ ଏହି ଚିନ୍ତା କରିବା ମାତ୍ରେ ସୁରଦାସଙ୍କ ଅନ୍ତରରେ ଚେତନା ଶକ୍ତି ଜାଗ୍ରତ ହୋଇଗଲା। ସେ ଭାବିଲେ, ଆରେ ମୁଁ କ'ଣ କଲି? ମୁଁ ଗୃହ ସଂସାର ଛାଡ଼ିକି ଆସିଥିଲି ପ୍ରଭୁଙ୍କୁ ପାଇବାକୁ, କିନ୍ତୁ ଏଠି ଆସି ମୁଁ ଏତେ ବନ୍ଧନରେ ଜଡ଼ି ହୋଇଗଲି। ନାଇଁ, ସବୁ ଛାଡ଼ିଲି କହି ଠିଆ ହୋଇ ଚାଲିଲେ ସୁରଦାସ। ଯାଇ ଯାଇ ପହଞ୍ଚିଲେ ବୃନ୍ଦାବନରେ। ବୃନ୍ଦାବନରୁ ମଥୁରା ଯାଇ ଯମୁନା କୂଳରେ ଗୋଘାଟରେ ଅବସ୍ଥାନ କଲେ। ସେଠି ମଧ୍ୟ ତାଙ୍କର ବ୍ୟାକୁଳ ପ୍ରାର୍ଥନା ଆରମ୍ଭ ହୋଇଗଲା। ଆଖିର ଲୁହ, ମନର କୋହ ସବୁଗୁଡ଼ା ସେ ତାଙ୍କର କବିତା ଆଗରରେ, ଭଜନ ଆଗରରେ ବ୍ୟକ୍ତ କରି ଚାଲିଲେ। କିଛି ଦିନ ପରେ ସେ ଶୁଣିଲେ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟ ସପରିବାରେ ବୃନ୍ଦାବନ ଆସି ଏଇ ଗୋଘାଟ ଦେଇ ଗୋବର୍ଦ୍ଧନ ଯିବେ। ଏ କଥା ଶୁଣି ସେ ବହୁତ ଖୁସି ହୋଇଗଲେ। ବହୁତ ବ୍ୟାକୁଳ ହୋଇକି ଗାଇ ଚାଲିଲେ। ତାଙ୍କ ବ୍ୟାକୁଳପୂର୍ଣ୍ଣ ପ୍ରାର୍ଥନା ସମସ୍ତଙ୍କୁ ଅଥୟ କରିଦେଲା। ଏଇ ବଲ୍ଲଭାଚାର୍ଯ୍ୟଙ୍କ ଆସିବା ଖବର ପାଇ ସେ ବ୍ୟାକୁଳ ଭାବେ ଗାଇଲେ, ଜନମୁ ଅନ୍ଧମୁ ଅଭାଗା ଅଧମ, ବେସାହାରା ଅସହାୟ, ଘର ଛାଡ଼ିଥିଲି ପାଇବା ଆଶରେ, ତୁମରି କୃପା ସହାୟ। ବୁଲି ବୁଲି ମୁହିଁ ଥକି ପଡ଼ିଲିଣି, ଉଦ୍ଧାର ପ୍ରଭୁ ମୋହର, ଜୀବନର ତୃଷା ଦୂର କରି ମୋତେ ସ୍ଥାନ ଦିଅ ଶ୍ରୀପଦର। ସୌଭାଗ୍ୟକ୍ରମେ ସେତିକିବେଳେ ବଲ୍ଲଭାଚାର୍ଯ୍ୟ ସେଇଠି ପହଞ୍ଚିଥିଲେ। ସୁରଦାସଙ୍କ ଭଜନ ତାଙ୍କ ହୃଦୟକୁ ବିଗଳିତ କରିଦେଲା। ସେ ଆତ୍ମହରା ହୋଇ ପଡ଼ିଲେ ସୁରଦାସଙ୍କ ଭଜନରେ। କହିଲେ, ଆରେ ତୁ ଏତେ ସୁନ୍ଦର ଭଜନ ଗାଉଛୁ, ତୋ ଭଜନ କଥା ମୁଁ ଶୁଣିଥିଲି, କିନ୍ତୁ ଏତେ କାନ୍ଦୁଛୁ କାହିଁକି? ଗା, ପ୍ରଭୁଙ୍କ ଯଶ ଟିକେ ଗା। ଏ କଥା ଶୁଣି ସୁରଦାସ ଭୋ ଭୋ ହୋଇ ଆହୁରି କାନ୍ଦି ଉଠିଲେ। କହିଲେ, ପ୍ରଭୁ ଆପଣଙ୍କ କୃପା ନହେଲେ ଭଗବତ ଲୀଳା ଦେଖିବି କେମିତି? ଲୀଳା ନ ଦେଖିଲେ ଭଗବତ ଅନୁଭୂତି ପାଇବି କେମିତି? ଅନୁଭୂତି ନ ପାଇ ଭଗବାନଙ୍କ ଯଶ ଯଦି ଗାଇବି, ତେବେ ମୁଁ ଗାଇବା ଆପଣଙ୍କ ସାଥିରେ କପଟ କଲା ଭଳି ହେବ ପ୍ରଭୁ। ମୁଁ ଖାଲି ବାହାର ଅନ୍ଧ ନୁହେଁ, ମୋ ଭିତରଟା ମଧ୍ୟ ଅନ୍ଧକାରରେ ଭରି ରହିଛି ପ୍ରଭୁ। କହିକି ସେ କହିଲେ, ବାହ୍ୟରେ ଅନ୍ଧ ମୁଁ ନୁହଁ ହିଁ କେବଳ, ଅନ୍ତର ବି ଅନ୍ଧକାର, ସବୁ ଅନ୍ଧାରେ ମୋ ତୁମେ ହିଁ ଆଲୋକ, ତୁମେ ହିଁ ସର୍ବସ୍ୱ ମୋର। ମୁଁ ଗୋଟିଏ ଦିନାତି ଦିନ ମୂଢ଼ ଅଧମ ପତିତ ପ୍ରଭୁ, ଏ ଅନ୍ତିମ ସମୟରେ ତୁମ ଶ୍ରୀଚରଣ ତଳକୁ ଆସିଛି। ତୁମେ କୃପା କରି ଏ ଅଧମକୁ ତୁମ ଚରଣରେ ସ୍ଥାନ ଦିଅ କହି କହି କାନ୍ଦି ପ୍ରଭୁଙ୍କ ପାଦ ତଳେ ପଡ଼ିଗଲେ। ଭକ୍ତର କରୁଣ ନିବେଦନରେ ପ୍ରଭୁଙ୍କ ହୃଦୟ ବିଗଳିତ ହୋଇଗଲା। ସେ କହିଲେ, ହଉ ତୁ ଯା, ଯମୁନା ସ୍ନାନ କରିବା, ମୁଁ ତତେ ଭଗବତ ଲୀଳାର ଅନୁଭୂତି କରାଇବି, ତାପରେ ତୁ ଯଶ ଗାଇବୁ। ତତ୍କ୍ଷଣାତ୍ ସୁରଦାସ ଯମୁନା ଯାଇ ସ୍ନାନ କରି ଚାଲି ଆସିଲେ। ମହାପ୍ରଭୁ ତାଙ୍କୁ ବ୍ରହ୍ମ ସମ୍ବନ୍ଧ କରାଇଲେ, ଶ୍ରୀକୃଷ୍ଣଙ୍କ ଶରଣ କରାଇଦେଲେ। ଭକ୍ତ ସୁରଦାସଙ୍କ ଜୀବନ ଭଗବାନଙ୍କୁ ସମର୍ପିତ ହୋଇଗଲା। ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କ ହସ୍ତ ସୁରଦାସଙ୍କ ମସ୍ତକରେ ସ୍ପର୍ଶ ହେବା ମାତ୍ରେ ଭଗବତ ଲୀଳାର ଅନୁଭୂତି ହେବାକୁ ଲାଗିଲା। ଭକ୍ତି ଦୈନ୍ୟଙ୍କ ଆସନରେ ବିରାଜମାନ କରେ। ହୃଦୟରେ ଦୈନ୍ୟ ରୂପୀ ଆସନରେ ସଦ୍ଗୁରୁଙ୍କ କୃପାରୁ ଭକ୍ତି ପ୍ରତିଷ୍ଠିତ ହୋଇଗଲା। ମହାପ୍ରଭୁ ସୁରଦାସଙ୍କୁ ସର୍ବପ୍ରଥମେ ଗୋକୁଲ ଆଣି ଶ୍ରୀ ନବନୀତ ପ୍ରିୟାଲାଲଜୀଙ୍କୁ ଦର୍ଶନ କରାଇଦେଲେ। ଦେଖନ୍ତୁ ଶ୍ରୋତାବନ୍ଧୁ, ସୁରଦାସ ଗୃହତ୍ୟାଗ କରିଥିଲେ ଭଗବାନଙ୍କୁ ଲାଭ କରିବା ନିମନ୍ତେ, କିନ୍ତୁ ସଂସାର ତାଙ୍କୁ ପଥବଣା କରି ସୁରଦାସରୁ ସୁରସ୍ୱାମୀ ବନାଇଦେଲା। ପ୍ରଭୁଙ୍କଠାରୁ ସେ ଦୂରେଇ ଗଲେ, କିନ୍ତୁ ଯେତେବେଳେ ସଦ୍ଗୁରୁ ଲାଭ କରିଦେଲେ, ଗୁରୁ କୃପା ପୁନଶ୍ଚ ତାଙ୍କୁ ଦାସ ବନେଇଦେଲା। ସେ ସୁରସ୍ୱାମୀରୁ ସୁରଦାସ ବନିଗଲେ। ସୁରଦାସ ସଦ୍ଗୁରୁ ଲାଭ କରିବା ପରେ ଅତି ବ୍ୟାକୁଳ ଭାବରେ ଖୁବ୍ ଆହ୍ଲାଦିତ ହୋଇ ଗାଇ ଉଠିଲେ, ସୌଭାଗ୍ୟ ବଳେ ଗୁରୁ ତୁମକୁ ପାଇଲି, ମନର ଦ୍ୱିବୁଧା ମୋର ସବୁ ଦୂର କଲି। ଆଜି ଯାଏ ଜଗତି ମୁଁ ଯାରେ ଖୋଜୁଥିଲି, ଘଟରେ ମୋ ଅଛି ସିଏ ଅନୁଭବ କଲି। ତେବେ ଏଥରୁ ଆମେ କ'ଣ ଶିକ୍ଷା ପାଇଲେ କହିଲେ ଶ୍ରୋତାବନ୍ଧୁ? ପ୍ରଭୁଙ୍କ ଦାସ ହୋଇଗଲେ ଜୀବନଟା ପରିପୂର୍ଣ୍ଣ ହୋଇଯାଏ। ତେଣୁ
ସେହି ସର୍ବବିଧ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟର ସ୍ରଷ୍ଟା ଓ ଆଧାର ସ୍ୱରୂପ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ହୋଇ ତାଙ୍କରି ସେବା କରିଗଲେ ଜୀବନ ସାର୍ଥକ ହୋଇଯିବ, ଜୀବନ ପରିପୂର୍ଣ୍ଣ ହୋଇଯିବ। ଶିରସ୍ଥିତ ସୁପଙ୍କଜେ ତରୁଣ କୋଟି ଚନ୍ଦ୍ର ପ୍ରଭଂ ବରାଭୟ କରାମ୍ବୁଜଂ ସକଳ ଦେବତାରୂପିଣଂ ଭଜାମି ବରଦଂ ଗୁରୁଂ କିରଣଚାରୀ ଶୋଭାଜଳଂ ପ୍ରକାଶିତ ପଦଦ୍ୱୟମ୍ବୁଜମଲକ୍ତ କୋଟି ପ୍ରଭଂ। ଜୟ ଗୁରୁ। ସର୍ବଶେଷରେ ଆଜିର ଅଧ୍ୟାୟରେ ହେଇଥିବା ଆମର ସମସ୍ତ ତ୍ରୁଟି ପାଇଁ ଆପଣମାନଙ୍କର ପାଖରେ କ୍ଷମା ଚାହୁଁଛୁ। ସେହି ପରମ କଲ୍ୟାଣମୟ ଠାକୁର ମହାରାଜ ଆପଣମାନଙ୍କୁ ଆନନ୍ଦରେ ରଖନ୍ତୁ, ଶାନ୍ତିରେ ରଖନ୍ତୁ, ସୁସ୍ଥତା ପ୍ରଦାନ କରନ୍ତୁ, ଏତିକି କାମନା କରି ବିଦାୟ ନେଉଛୁ। ପୁଣି ସାକ୍ଷାତ ହେବ ଆଗାମୀ ରବିବାର ନିଗମ ଦର୍ପଣ ମାଧ୍ୟମରେ। ଜୟ ଗୁରୁ।